ଅନୁରୋଧ ହଉଛି ଆମର ଡଲାର ମୂଲ୍ୟଟା ବଢିବା ସହିତ ରୂପା ଟଙ୍କାର ମୂଲ୍ୟଟା କମୁଛି। ଏତଙ୍କର କାରଣ ହେଲା କଣ ନା ଆମେ ବାହାର ଜିନିଷ ବେଶୀ ବ୍ୟବହାର କରୁଛେ। ଆମେ ଆଜି ପର୍ଯ୍ୟନ୍ତ ଜାଣିଛୁ ଯେ କୋଉ ଜିନିଷ ସ୍ୱଦେଶୀ କୋଉ ଜିନିଷ ବିଦେଶୀ। ସ୍ୱଦେଶୀ ଅର୍ଥ ନୁହେଁ ଯେ କେବଳ ମାନେ ଅରଟ ଟାଇପର। ସ୍ୱଦେଶୀ ଅର୍ଥ ଯୋଉ ଜିନିଷ ଆମର ଓଡିଶାରେ ତିଆରି ହଉଛି, ଯୋଉ ଜିନିଷ ଭାରତରେ ତିଆରି ହଉଛି, ସେଇ ଜିନିଷକୁ ଆମେ ବ୍ୟବହାର କରିବା। ଏଇଟା ହେଲା ଆମ ମୁଖ୍ୟ ଲକ୍ଷ୍ୟ। ଆପଣ ଲକ୍ଷ୍ୟ କରୁଥିବେ ସାରା ପୃଥିବୀ ଆଜି ଅର୍ଥନୈତିକ କ୍ଷେତ୍ରରେ ବହୁତ ଅତି ଅନୁନ୍ନତ ସଂଘର୍ଷ ସମ୍ମୁଖୀନ ଅଛନ୍ତି। ବେକାରୀ ଗୋଟେ ବଡ ସମସ୍ୟା। ତେଣୁ ଏହାକୁ ଦୂର କରିବା ପାଇଁ ଆମେ ଆଜି ପହଞ୍ଚୁ ଯେ ସ୍ୱାବଲମ୍ବୀ ଭାରତ ଯେମିତି ହବ, ଆମର ସ୍ୱଦେଶୀ ସ୍ୱାବଲମ୍ବନ କେମିତି ହବ ତାରି ଉପରେ ଏଇଟା ହେଲା ବିଷୟବସ୍ତୁ। ସ୍ୱଦେଶୀ ସ୍ୱାବଲମ୍ବନ ହେବେ, ଲୋକ ସ୍ୱାବଲମ୍ବୀ ହେବେ, ନିଜେ କିଛି ରୋଜଗାର କରିବେ, ଅନ୍ୟ କିଛି ରୋଜଗାରକ୍ଷମ କରାଇବେ। ଏଇଟା ହେଲା ମୁଖ୍ୟ ଲକ୍ଷ୍ୟ। ତା ସହ ସ୍ୱଦେଶୀ ଜିନିଷ ବ୍ୟବହାର କରିବା। ନିଜ ଆମ ଘର ପାଖରେ ଲୋକ ଯୋଉଠି ଯାହା ପ୍ରଡକ୍ସନ ହଉଛି ତାକୁ ବ୍ୟବହାର କରିବା, ତାଙ୍କୁ ଉତ୍ସାହିତ କରିବା, ତାଙ୍କୁ ଆମେ ତାଙ୍କ ଜିନିଷ ବ୍ୟବହାର କରିବା ସହିତ ତାକୁ ବ୍ୟବହାର କରିବା, ଯାହା ଫଳରେ ସେ ନିଜର ଜିନିଷ କିଛି ପ୍ରସ୍ତୁତ କରିବ, ସେ ଆଉ ନିଜେ ରୋଜଗାର କରିବ, କିଛି ରୋଜଗାରକ୍ଷମ କରାଇବ। ଏଇଟା ହେଲା ମୁଖ୍ୟ ଲକ୍ଷ୍ୟ ଏଇ ପ୍ରୋଗ୍ରାମର ଆଜି। ମୁଖ୍ୟତଃ ହଉଛି ଆମର ସ୍ୱଦେଶୀ କହିଲେ ଏ ପରିପ୍ରେକ୍ଷୀରେ ଆଜିକାଲି ସମସ୍ତଙ୍କ ମନରେ ଗୋଟେ ଜାଗ୍ରତ ହଉଛି ଭାରତ ତ ସ୍ୱାଧୀନ ଅଛି, କିନ୍ତୁ ପୁଣି ଆଉଥରେ ସ୍ୱଦେଶୀର ଆବଶ୍ୟକତା କଣ? କିନ୍ତୁ ଏ ପରିପ୍ରେକ୍ଷୀରେ କୁହାଯାଉଛି ଯେତେବେଳେ ଏଲପିଜି ଆରମ୍ଭ ହେଲା, ଲିବରାଲାଇଜେସନ ପ୍ରାଇଭେଟାଇଜେସନ ଗ୍ଲୋବାଲାଇଜେସନ, ସ୍ୱଦେଶୀର ଆବଶ୍ୟକତା ପଡିଲା। କାରଣ ବିଶ୍ୱରେ ବିଭିନ୍ନ ଦେଶ ଗୁଡିକ ଯୋଉ ଅଗ୍ରଣୀ ଦେଶ ଗୁଡା ଅଛନ୍ତି, ସେମାନେ ଛୋଟ ଛୋଟ ଦେଶ ଗୁଡାକୁ ମାଡି ବସିବା ପାଇଁ ଚେଷ୍ଟା କରିଥିଲେ WTO ଦ୍ୱାରା। ସେତେବେଳେ ସ୍ୱଦେଶୀ ଜାଗରଣ ମଞ୍ଚ ଆବିର୍ଭାବ ହେବା ପରେ ଏବଂ ତାହାକୁ ମଧ୍ୟ ଘୋର ବିରୋଧ କରିଥିଲା ସ୍ୱଦେଶୀ ଜାଗରଣ ମଞ୍ଚ। ଯେତେବେଳେ ଦୋହାରେ ଯେତେବେଳେ ହେଇଥିଲା, ସ୍ୱଦେଶୀ ଜାଗରଣ ମଞ୍ଚର 2 ଜଣ ଅଭିକର୍ତ୍ତା ଯାଇକି ସେଠି ସମ୍ପୂର୍ଣ୍ଣ ଭାବରେ ୟାକୁ ଖଣ୍ଡନ କରିଥିଲେ ଏବଂ ତାହାକୁ ହବାକୁ ଦେଲେ ନାହିଁ। ତା ପରବର୍ତ୍ତୀ ପର୍ଯ୍ୟାୟରେ ସ୍ୱଦେଶୀ କେବଳ ଯେ ଆମେ କହୁଛୁ ଭାରତୀୟ ସ୍ୱଦେଶୀ କହିଲେ ଆମେ we pay import the micro chips not a potato chips। ଆମେ ଆଜିକା ଦିନରେ କଣ ହଉଛି, ଆମେ ପୋଟାଟୋ ଚିପ୍ସ ମଧ୍ୟ ବିଦେଶରୁ କିଣିବାକୁ ଯାଉଛୁ। ସକାଳୁ ସନ୍ଧ୍ୟାବେଳ ପର୍ଯ୍ୟନ୍ତ ଆମେ ଯୋଉ ନିତ୍ୟ ବ୍ୟବହାର ଜିନିଷ ଅଛି ତାହା ମଧ୍ୟ ଭାରତରେ ଅଛି, ଯୋଉଟାକି ଆମେ କିଣିପାରିବା। ଆମେ ବିଦେଶୀ ଜିନିଷକୁ ଯଦି ବର୍ଜନ କରିପାରିଲୁ, ତାହେଲେ ଆମର ନିଜର ଯୋଉ ଅଛି ଯୋଉ ପ୍ରଡକ୍ଟ ଗୁଡାକ ସେଟାକୁ ମାର୍କେଟିଂ ହେଇପାରିବ।